ପିଲାମାନେ ଟପରେ କଣ ଅଛି? ପାଣି। ଦେଖ ସମସ୍ତେ ପାଣି ଅଛି ନାହିଁ? ଚାବିରେ ଆମେ କେତେ ଗୁଡେ ଜିନିଷ ନେଇକି ମୁଁ ଆସିଛି ୟାକୁ ପାଣି ଭିତରେ ପକେଇବା ହେଲା। ଦେଖିବା କଣ ହଉଛି ଶେଷରେ କହିବ ମତେ ହେଲା। ପ୍ରଥମେ ମୁଁ ବେଲୁନକୁ ପକେଇଲି ପାଣିରେ ହେଲା। ଆଉ ଗୋଟେ ବେଲୁନ ମୋ ପାଖରେ ଅଛି ତାକୁ ବି ପକେଇଲି। ଇଏ କଣ? ସୋଲ ହେଲା। ସୋଲକୁ ପକେଇଲି ପାଣିରେ। ଇଏ ଗୁଆ ନଡା ଆମେ ନାଇଁ ତାକୁ ପକେଇଲି। ଦୁଇ ଖଣ୍ଡ ଆମ ପାଖରେ ଅଛି ପକେଇଲି। ଇଏ ହେଲା କାଗଜ ଖଣ୍ଡ। ଇଏ ପ୍ଲାଷ୍ଟିକ ବଲ୍ ହେଲା ତାକୁ ବି ପକେଇଲି। ଇଏ ହେଲା ଶୁଖିଲା ପତ୍ର ତାକୁ ବି ଆମେ ପାଣିରେ ପକେଇବା। ଆମ ପାଖରେ ଦୁଇଟି ଶୁଖିଲା ପତ୍ର ଅଛି ପକେଇଦବା। ପ୍ଲାଷ୍ଟିକ ପେପର କପ୍ ହେଲା ତାକୁ ବି ପକେଇଲି। ଇଏ ପିଲେ ପଥର ଖଣ୍ଡ ହେଲା। ଦେଖ କଣ ହଉଛି ହେଲା। ଇଏ କଏନ ପଇସା ନାଇଁ ହେଲା ମୁଦ୍ରା। ଇଏ ପିଲେ କଣ୍ଟା କେଉଁ କଣ୍ଟା? ଲୁହା କଣ୍ଟା ହେଲା ତାକୁ ବି ପକେଇଲି ହେଲା। ଏବେ ସମସ୍ତେ ଜଣେ ଜଣେ ଦେଖ ସମସ୍ତେ ଭଲରେ ଦେଖ କଣ ହଉଛି ମୁଁ ପ୍ରଶ୍ନ କହିଲେ କହିବ। ଦେଖ ସମସ୍ତେ ଦେଖ ପିଲେ ଆମେ ବେଲୁନ ପକେଇଥିଲେ ହଁ ନା ନାହିଁ? ପ୍ଲାଷ୍ଟିକ ବଲ୍ ପକେଇଲେ, ପ୍ଲାଷ୍ଟିକ କପ୍ ପକେଇଥିଲେ, ସୋଲ ପକେଇଥିଲେ, ଶୁଖିଲା ପତ୍ର ପକେଇଲେ ଆଉ କାଗଜ ଖଣ୍ଡ ପକେଇଥିଲେ। ଆଉ ଦେଖ ପିଲେ କିଛି ଜିନିଷ ତଳକୁ ଚାଲି ଯାଇଛି ହେଲା। ପଥର ଖଣ୍ଡ, ଲୁହା କଣ୍ଟା ଆଉ ପଇସା କଏନ 5 ଟଙ୍କିଆ କଏନ ଦେଖ ପିଲେ ତଳକୁ ଚାଲି ଯାଇଛି। ପିଲେ ଏମାନେ ସବୁ ପାଣି ଉପରେ ଭାସୁଛନ୍ତି ହେଲା। କିନ୍ତୁ ଆଉ କିଛି ଜିନିଷ ତଳକୁ ଚାଲି ଯାଇଛନ୍ତି ହେଲା। ଏମିତି କାହିଁକି ହେଲା କହିଲ? ଏମିତି କାହିଁକି ହେଲା? ବେଲୁନ କାହିଁକି ତଳକୁ ଗଲା ନାହିଁ? ସେ ପଥର ଖଣ୍ଡ ତଳକୁ ଚାଲି ଯାଇଛି। କୁହ ମତେ ବେଲୁନ ଟା କାହିଁକି ପାଣି ଉପରେ ରହିଲା ଆଉ ଲୁହା କଣ୍ଟା କାହିଁକି ତଳକୁ ଗଲା? କେହି କହିପାରିବାନି? କହିଲ ପଇସା ଓଜନ ହେଇଥିବାରୁ ତଳକୁ ଗଲା। ସୋଲ କାହିଁକି ପାଣି ଉପରେ ଭାସିଲା? ସେ ହାଲୁକା ହେଇଥିବାରୁ। ତ ଏଇ ପରୀକ୍ଷାରୁ ଆମେ ଜାଣିଲେ ଯେ ସବୁ ହାଲୁକା ଜିନିଷ ତକ ପାଣି ଉପରେ ଭାସନ୍ତି। ଓଜନିଆ ହେଲେ ସେ ପାଣିର ତଳ ସବୁ ଚାଲିଯାନ୍ତି ହେଲା। ସୋଲ ହାଲୁକା ହେଲା। ନଡ଼ା ପୁଆଳ ହାଲୁକା, ପେପର ହାଲୁକା, ପ୍ଲାଷ୍ଟିକ କପ୍ ହାଲୁକା, ଶୁଖିଲା ପତ୍ର ହାଲୁକା। ତ ଏଇ ସବୁ ହାଲୁକା ଜିନିଷ ମାନେ ସବୁ ପାଣି ଉପରେ ଭାସନ୍ତି ହେଲା। କିନ୍ତୁ ପଥର ଖଣ୍ଡ ଦେଖ ପଥର ଖଣ୍ଡ ଓଜନିଆ ହେଇଥିବାରୁ ସେ ତଳକୁ ଚାଲିଥିଲା ହେଲା। ଲୁହା କଣ୍ଟା ଓଜନିଆ ହେଇଥିବାରୁ ସେ ତଳକୁ ଯାଇଥିଲା ହେଲା। ଜାଣିଲ ପିଲାମାନେ କିଏ ଭାସେ କିଏ ବୁଡେ ଜାଣିଲ? ଓଜନିଆ ଜିନିଷ ପାଣିରେ ବୁଡିଯାଏ। କୁହ ସମସ୍ତେ ହାଲୁକା ଜିନିଷ ପାଣି ଉପରେ ଭାସେ।